ବର୍ତ୍ତମାନ ୟୁରୋପ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କବଳରେ ରହିଛି। ବ୍ରିଟେନ୍, ଆୟାରଲ୍ୟାଣ୍ଡ ଏବଂ ଫ୍ରାନ୍ସ ଆଦି ୟୁରୋପୀୟ ଦେଶରେ ମେ ମାସରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ଲଣ୍ଡନବାସୀ ଏବେ ସାଧାରଣ ଜନଜୀବନକୁ ବାଧିତ କରୁଥିବା ଗ୍ରୀଷ୍ମ ପ୍ରବାହକୁ ନର୍କ ବୋଲି ଅନୁଭବ କରୁଛନ୍ତି। ସ୍ପେନ୍ରେ ତାପମାତ୍ରା 38 ଡିଗ୍ରୀ ସେଲସିୟସ୍ ପହଞ୍ଚିଥିବା କୁହାଯାଉଛି। ଅନ୍ୟପଟେ ଇଟାଲୀ ପ୍ରଚଣ୍ଡ ଖରାରେ ବାହାରେ କାମ କରିବା ଉପରେ କଟକଣା ଲଗାଇଛି। ଅନ୍ୟପଟେ ପାଣିପାଗ ବିଜ୍ଞାନୀ କହିଛନ୍ତି ଯେ ମାନବ ସୃଷ୍ଟ ଜଳବାୟୁ ପରିବର୍ତ୍ତନ ବିଶ୍ୱକୁ ନୂତନ ଏବଂ ବିପଜ୍ଜନକ ପାଣିପାଗ ଧାରାକୁ ଠେଲି ଦେଉଛି। ବ୍ରିଟେନ୍, ଆୟାରଲ୍ୟାଣ୍ଡ ଏବଂ ଫ୍ରାନ୍ସ ଆଦି ୟୁରୋପୀୟ ଦେଶରେ ତାପମାତ୍ରା ପୂର୍ବ ରେକର୍ଡ ଭାଙ୍ଗିଛି। ପାଣିପାଗ ସଂସ୍ଥା ଚେତାବନୀ ଦେଇଛନ୍ତି ଯେ ୟୁରୋପରେ ଚଳିତ ସପ୍ତାହରେ ପ୍ରବଳ ଗରମ ଜାରି ରହିପାରେ। ହିଟ୍ ଡୋମ୍ ଭାବେ ଜଣାଶୁଣା ଆଫ୍ରିକା ମହାଦେଶର ଉତ୍ତର ଭାଗରୁ ଗରମ ପବନ ଏବେ ୟୁରୋପ ମୁହାଁ ହେବାରେ ଲାଗିଛି, ଯାହା ପଶ୍ଚିମ ୟୁରୋପରେ ଏକ ଉଚ୍ଚ ଚାପ ପ୍ରଣାଳୀ ତଳେ ଫସି ରହିଛି। ଏହାଦ୍ୱାରା ଗ୍ରୀଷ୍ମ ଋତୁରେ ସ୍ୱାଭାବିକ ଅପେକ୍ଷା ଅଧିକ ଗରମ ଅନୁଭୂତ ହେବାରେ ଲାଗିଛି। ଚଳିତ ସପ୍ତାହରେ ସ୍ପେନ୍ରେ ତାପମାତ୍ରା 38 ଡିଗ୍ରୀ ସେଲସିୟସ୍ ପହଞ୍ଚିବା ନେଇ ଆଶା କରାଯାଉଛି, ଯେତେବେଳେ ଇଟାଲୀରେ କିଛି ସ୍ଥାନରେ ବାହ୍ୟ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି। ବ୍ରିଟିଶ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ମେ ମାସରେ ସବୁଠାରୁ ଗରମ ଦିନ ରେକର୍ଡ କରାଯାଇଛି। ଦକ୍ଷିଣ ପଶ୍ଚିମ ଲଣ୍ଡନସ୍ଥିତ କ୍ୟୁ ଗାର୍ଡେନ ଅଞ୍ଚଳରେ ତାପମାତ୍ରା 34.8 ଡିଗ୍ରୀ ସେଲସିୟସ୍ ପହଞ୍ଚିଥିଲା, ଯାହା ପୂର୍ବ ରେକର୍ଡଠାରୁ 2 ଡିଗ୍ରୀ ଅଧିକ ରହିଥିବା କୁହାଯାଉଛି। ବର୍ତ୍ତମାନ ବ୍ରିଟେନ୍ରେ ଯେଉଁ ଗରମ ଅନୁଭୂତ ହେଉଛି ତାହା ଗ୍ରୀଷ୍ମ ଋତୁର ସବୁଠାରୁ ଗରମ ଦିନରେ ମଧ୍ୟ ଅସାଧାରଣ ଭାବେ ବିବେଚିତ ହେବ। ବ୍ୟୁରୋ ରିପୋର୍ଟ, ସ୍ୱର୍ଣ୍ଣ ନ୍ୟୁଜ୍।